ବସିଛି ଏ ଘରଟା ବି ବସ୍ତିରେ ମାନେ ବସ୍ତି ଭିତରେ ପଡ଼ିଛି ତାଙ୍କୁ ପଟା ବି ଦିଆହେଇଛି ଅଲରେଡ଼ି। କୋଉଟା ବସ୍ତି? ଏଇ ଘରଟା ଫ୍ୟାମିଲି ଦେଇକି ସେମାନେ ରହିଛି। ସାର୍ ଦେଖନ୍ତୁ ଆମର କଥା କହିବାର ହେଉଛି ବାସ୍ତବିକ ଯେଉଁଟା ଦରକାର ସେଟା ଆମକୁ ବି ଛାଡ଼ିବାକୁ ପଡ଼ିବ। କାହିଁ ଗୋଟେ ଘର ସକାଶେ ମେଡ଼ିକାଲକୁ ଅସୁବିଧା ହେବ ଏଇଟା ବି ଆମେ ବି ଚାହୁଁନି। ବାସ୍ତବିକ ଯେଉଁଟା ସେଟା ଦରକାର, କିନ୍ତୁ ଯେଉଁଟା ଦରକାର ନୁହେଁ ସେଟା ଯେ ନେବେ ଗରିବ ଲୋକ ସବୁ ମରିଯିବେ। ଆମେ ଏଠି 50-60 ବର୍ଷ ସାର୍ ରହିଛି, ତେଣୁ ଆମକୁ ଥଇଥାନ ଆମକୁ ଗଭର୍ଣ୍ଣମେଣ୍ଟକୁ ପଟା ଦିଆହେଇଛି। ଏଠି ତ 50-60 ବର୍ଷ ହେଲା ବସ୍ତି ହେଇନଥିଲା। ହଁ କିଏ କହୁଛି ହେଇନି? ଏଇଟା ଯୋଉ ଘରଟା ଆପଣ ଦେଖୁଛନ୍ତି ଏଟା କବାଡ଼ିଆ ଘର ଭଳିଆ। ନାଇଁ 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 ଆମ ବସ୍ତି କଥା କହୁଛି। ତ ଭାଙ୍ଗୁନାହାନ୍ତି ସେ କହୁଛନ୍ତି ନା ନା ବସ୍ତି ନା ନା, ଏଟା ବି ତାପରେ ଏଟା ତଥାପି 20-25 ବର୍ଷ ହେଇଛି। ଏଇଟା ଏମ୍ସ ରାସ୍ତା ଏମ୍ସ ହେବା କେତେ ବର୍ଷ ହେଲାଣି? ଏମ୍ସ ଆଗରେ ଏଟା ହେଇଛି। କଣ ହେଇଛି ଆପଣଙ୍କର ଆଜ୍ଞା ଭାଙ୍ଗିଛି? এই স্যার দেখুন যেটি দরকার গভর্নমেন্টর নিয়ন্তু স্যার, যেটি দরকার নিয়ন্তু, বাকি সব গরিব দুঃখী সব হইরাণে পড়বে স্যার। সরকার যাহা দরকার আমার বাট পাই নিয়ন্তু স্যার, আমি সেটা মনা করুনু। হ্যাঁ 30-35 ফুট কহিলে ଆପଣଙ୍କର କଣ ଯାଇଛି? আজ্ঞା আমার দোকান সব পুরা ভিতরকু আমার যেটা কি 30-35 ফুট কইলে তারপরে এবে নৌଛନ୍ତି 100 ফুট পরে, সেটা গরিব দুঃখী পুনি সাঙ্গে সাঙ্গে এটা ডিসিশন নেলে। দেখুন এটা কেতু ঠিক স্যার। ଆମ୍ବୁଲାନ୍ସ ଯିବା ଦରକାର ନା ନାହିଁ? ଆମ୍ବୁଲାନ୍ସ ନେବା ଦରକାର ସାର୍। ବାଟ ପୁରା ଆମର ଏମ୍ସ ମେଡିକାଲ ଅଛି ମାନେ ବାଟ ପାଇଁ ବାଟ ଦରକାର। ଆପଣମାନେ ଦୋକାନ କରୁଛନ୍ତି, ଆପଣଙ୍କର ଯେତେବେଳେ ଗ୍ରାହକ ଆସୁଛନ୍ତି ସିଏ ବୁଝୁଛନ୍ତି କି ରାସ୍ତାରେ ଗାଡ଼ିଟି ରଖୁଛନ୍ତି କୋଉ সেটা তো মানে বাটের গাড়ি রখাটা আদৌ সেটা ঠিক নুহ। আমার এমস মেডিকাল পাই বাট ক্লিয়ার দরকার, যেতিকি দরকার নিয়ন্তু। ଆଉ ବାକି ସମସ୍ତେ ଦରକାର ତ ସେତିକି ସରକାର ନେଲେ ନା। ଏ ସାର୍ ଏବେ ମାନେ 30-35 ଫୁଟ କହିଥିଲେ, ଏବେ ପୁଣି 80-100 ଫୁଟ ଭିତରେ ନେଉଛନ୍ତି। ମାନେ ରିସେଣ୍ଟଲି ସାଙ୍ଗେ ସାଙ୍ଗେ ସବୁ ଭଙ୍ଗାଭଙ୍ଗି ସେପଟେ ଭିତରେ ସବୁ ଭଙ୍ଗାଭଙ୍ଗି କରୁଛନ୍ତି। କଣ ଭିତରେ ଭାଙ୍ଗା? ଏଇ ଯୋଉ ଦୋକାନ ସବୁ ରାସ୍ତା ଉପରେ ଦୋକାନ ଅଛି ଜବରଦସ୍ତ ନିଅନ୍ତୁ। ନାଇଁ ନାଇଁ ସେଟା ଭାଙ୍ଗନ୍ତୁ ମନା କରୁନି, ଆମର ଗଭର୍ଣ୍ଣମେଣ୍ଟ ଯେତିକି ଦରକାର ସେତିକି ନିଅନ୍ତୁ। କିଛି ଜଣେଇ ନାହାନ୍ତି। ନୋଟିସ ହେଇଛି ବୋଲି ସେ କହୁଛନ୍ତି, ଆପଣଙ୍କ ଆଗରେ ନୋଟିସ ହେଇଛି। ଏମାନଙ୍କୁ ଜଣେନି କି ମୁଁ କହିବା କଥା ଆପଣଙ୍କର 35 ଫୁଟ ନିଅନ୍ତୁ କି 50 ଫୁଟ ନିଅନ୍ତୁ କି 100 ଫୁଟ ନିଅନ୍ତୁ, ଆପଣ ଆକୁରେଟ ଯେମିତି ନୋଟିସ ବାଡେଇଲେ ସେମିତି ଆକୁରେଟ କହିବା କଥା ଯେ ନାଇଁ ଦେଖ ତମେ ମେନ୍ ରୋଡ ଠୁ 100 ଫୁଟ ତମେ ଡିଷ୍ଟାନ୍ସରେ ଯାହା ଦୋକାନ ବି ଅଛି ତମେ ଖାଲି କର। ଆପଣ ଖାଲି କଣ ବାଡେଇଲେ, କହିଲେ ଯେ ଆମର ରୋଡ ପାଇଁ ଆମ ରାସ୍ତା କ୍ଲିୟର କର, କିନ୍ତୁ ସେମିତି ପର୍ଟିକୁଲାର କହିନାହାନ୍ତି ଯେ ତମେ 15 ଫୁଟ କି 20 ଫୁଟ କି 50 ଫୁଟ ଛାଡ। ତେଣୁକରି ଆମେ ବହୁତ ହଇରାଣ ହଉଛୁ। ମୁଁ ଗୋଟେ ହ୍ୟାଣ୍ଡିକ୍ୟାପ୍ଟ ପିଲା ଆଜ୍ଞା, ମୁଁ ଗୋଟେ ହ୍ୟାଣ୍ଡିକ୍ୟାପ୍ଟ ପିଲା, ଛୋଟିଆ ଦୋକାନଟେ କରିଥିଲି। ମୋ ପରିବାର ମୁଁ ଫ୍ୟାମିଲି କେମିତି ମେଣ୍ଟେନ କରିବି? ଆସିକି ଡାକବାଜି ଯନ୍ତ୍ରରେ ଜଣେଇ ସବୁ ଜଣେଇଛନ୍ତି। ଆମେ କହୁନୁ ସରକାରକୁ, ଆମେ କହୁନୁ ଦୋଷ ଦଉନୁ, କିନ୍ତୁ ଆମେ ସରକାରକୁ ଏତିକି ଜଣାଉଛୁ ଯେ ମୁଁ ବର୍ତ୍ତମାନ ଏବେ ଏଠି ଯୋଉମାନେ ସବୁ ଦୋକାନ କରିଥିଲେ ଗଭର୍ଣ୍ଣମେଣ୍ଟ ଜାଗାରେ କରିଥିଲେ, କାହାର ପଟାପାଉଟି ଜାଗା ନାହିଁ, କାହାର ବି ପଟାପାଉଟି ଜାଗା ନାହିଁ, ସବୁ ଗଭର୍ଣ୍ଣମେଣ୍ଟ ଲ୍ୟାଣ୍ଡରେ କରିଥିଲେ, କିନ୍ତୁ ତଥାପି ସମସ୍ତଙ୍କ ପରିବାରକୁ ନେଇକି ସମସ୍ତେ ଦୋକାନ କରିଥିଲେ। କିଏ ସୁଖବାଦୀ ପାଇଁ ଦୋକାନ କରିନଥିଲେ। ଆମେ ଯୋଉ ହଇରାଣ ହବୁ କିଏ ତାର ମାନେ କୈଫିୟତ ଦବ? ମତେ କୁହନ୍ତୁ ଆଜ୍ଞା। ତ ଶୁଣୁଥିଲେ ପୂଜା, ଏଇ ଯୋଉ ଜବରଦଖଲ ଉଚ୍ଛେଦ ଜୋରସୋରରେ ଚାଲିଛି। କବାଡ଼ିଆ ଦୋକାନ ଠାରୁ ଆରମ୍ଭ କରିକି ଯେତେ ସବୁ ଏଠି ଦୋକାନ ରହିଥିଲା ଉଭୟ ପାର୍ଶ୍ୱରେ, ପାଖାପାଖି ରାସ୍ତା ଠାରୁ 100 ଫୁଟ ପର୍ଯ୍ୟନ୍ତ ଇଏ ଜବରଦଖଲ ଉଚ୍ଛେଦ ଚାଲିଛି। ଏବଂ ଅଭିଯୋଗ ମଧ୍ୟ ହେଉଥିଲା, ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲା ଯେତେବେଳେ ଏମ୍ସ ହସ୍ପିଟାଲକୁ ଶହ ଶହ ସଂଖ୍ୟାରେ ପ୍ରତିଦିନ ଯୋଉ ବିଭିନ୍ନ ଅଞ୍ଚଳରୁ ରୋଗୀମାନଙ୍କୁ ନେଇକି ଯେତେବେଳେ ଯାଞ୍ଚ କରୁଛନ୍ତି ଯେ ଏମ୍ସ ହସ୍ପିଟାଲରେ ପହଞ୍ଚିବା କଷ୍ଟକର ହୋଇ ପଡ଼ିଥିଲା। କାହିଁକି ଉଭୟ ପାର୍ଶ୍ୱରେ ଦୋକାନ ରହିଥିଲା ଏବଂ ଦୋକାନକୁ ଯୋଉ ଗ୍ରାହକମାନେ ଆସୁଛନ୍ତି ସେମାନେ ରାସ୍ତା ଉପରେ ନିଜର 2 ଚକିଆ ଯାନ କୁହନ୍ତୁ ବା 4 ଚକିଆ ଯାନ ରଖିକି ସେମାନେ କିଣାବିକା କରୁଥିଲେ। ଏଇ ଯୋଉ ଆମ୍ବୁଲାନ୍ସ ପାଇଁ ଗ୍ରୀନ୍ କରିଡରର ରାସ୍ତା ହେବ ସେଥିପାଇଁ ଜବରଦଖଲ ଉଚ୍ଛେଦ କରାଯାଇଛି।